ଆଜି ଦିନ 10ଟାରେ ଦହି ପାଣି ବଣ୍ଟା ହଉଥିଲା ବୋଲି ଏ ମଉସା ଜଣକ ଆସି 200 ଟଙ୍କା ଦେଇଦେବେ ବୋଲି ମୋର ଟୋଟାଲି ହିଁ ବିଶ୍ୱାସ ହେଲା ନାହିଁ। ଆଜି ଶନିବାର ଥିବାରୁ ସକାଳୁ ଗାଧେଇ ପଡ଼ିକି ଘରୁ ବାହାରକୁ ଗାଡ଼ିଟା ବାହାର କରିଦେଇକି ଭୋଗ ସଜାଇ ସାରିଲା ପରେ ବାହାରି ପଡ଼ିଲି ମନ୍ଦିର ଯିବା ପାଇଁ। ପ୍ରାୟ 5-10 ମିନିଟ୍ ଭିତରେ ମୁଁ ଆସି ମନ୍ଦିରରେ ପହଞ୍ଚାଇକି ପ୍ରଥମେ ହନୁମାନଙ୍କ ପାଖରେ ଧୂପ ଦେଇ ସାରିଲା ପରେ ତାପରେ ଶନିଦେବଙ୍କ ପାଖରେ ମୁଣ୍ଡିଆ ମାରି ଘରେ ପହଞ୍ଚିଲା ବେଳକୁ ଆଜି ଖରା ଯୋଉ ରେଟ୍ ରହୁଥିଲା, ଯେତିକି ସବୁ ରାଶି ଗଛ କଟା ହେଇକି ଥୁଆ ହେଇଥିଲା ସବୁତକ ରାଶି ଗଛକୁ ଦୁଆରେ ପତଳେଇ ଖେଳି ସାରିଲା ପରେ ଭୋକ ଯୋଉ ରେଟ୍ ରହୁଥିଲା, ମୁଁ ଘରକୁ ଯାଇକି ଉପମା ତରକାରୀ ଟିକେ ଖାଇ ଦେଇକି ଆଜି ଦହି ପାଣି ବଣ୍ଟା ହବ ବୋଲି ମୁଁ ଲେମ୍ବୁ ପତ୍ର ଆଉ ପୁଦିନା ପତ୍ର ଧରିକି ଏଠି ଆସି ପହଞ୍ଚିଲା ବେଳକୁ ଟପ ପାଣି ହେରିକା ସବୁ ଯୋଗାଡ଼ ହେଇଥିଲା। ଆଉ ବାକି ଆମେ ଆଉ ଡେରି ନ କରି ପାଖ ଦୋକାନରୁ ଦହି ଆଉ ବରଫ ଆଣିକି ଦହି ପାଣି କରିବାରେ ଲାଗି ପଡିଲୁ। ପ୍ରାୟ 10ରୁ 15 ମିନିଟ୍ ଲାଗି ଆମେ ଦହି ପାଣି ତିଆରି କରୁଛୁ କି ନାହିଁ, 2 ଜଣ ଭାଇ ପିଇକି କହିଲେ ଦହି ପାଣିଟା ବୋବାଲ ଲାଗୁଥିଲା। ବାକି ଆଜି ଆମେ ଦହି ପାଣି କଲା ବେଳକୁ ଯେହେତୁ 12ଟା ବାଜିଥିଲା, ଆମର ବିଶ୍ୱାସ ନଥିଲା ଲୋକ ଆଜି ଦହି ପାଣି ପିଇବେ ବୋଲି। ସେ ଛାଡ଼, ଅଳ୍ପ ସମୟ ଭିତରେ ମେନ୍ ରୋଡ୍ ଯେହେତୁ ଜାମ୍ ହେଇଗଲା, ଆମ ଛୁଆ ଏତେ ସ୍ପିଡରେ ଦହି ପାଣି ଦବାକୁ ଲାଗିଲେ ଯେ ରୋଡ ଏକାଥରେ ଫାଙ୍କା ହେଇଗଲା। ଏପଟେ ଆମ ଗାଁ ପାଖ ଗାଡ଼ିଆରେ ଓଡ୍ରାଫ୍ ଟିମ୍ ବାଲାଙ୍କର ଆଜି ବୋଟିଂ ଟ୍ରେନିଂ ଥିଲା ବୋଲି ସେମାନେ ଟ୍ରେନିଂ ସାରିକି ଆସି ପ୍ରାୟ 20-25 ଗ୍ଲାସ ଦହି ପାଣି ପିଇ ସାରିଲା ପରେ ଏପଟେ ଜଣେ ମଉସା ଆସିକି ଦହି ପାଣି ପିଇଲେ ଯେ ଖୁସି ହେଇକି 200 ଟଙ୍କା ଦେଇ ପଳେଇଲେ। ବାକି ଲାଷ୍ଟକୁ ଯୋଉ ଦହି ପାଣି ବଳିଥିଲା ସେଇଥିରୁ ଆମେ ଟିକେ ପିଇ ଦେଇ ଘରକୁ ପଳେଇ ଆସିଲୁ ଆଉ।